କିଛି ମିଳିଗଲେ ଅଧିକ ଅହଙ୍କାର କରୁଥିବା ବ୍ୟକ୍ତି ସବୁବେଳେ ମନେ ରଖିବା ଉଚିତ ତାଙ୍କ ଅହଙ୍କାର ଭାଙ୍ଗିବାକୁ ବେଶୀ ସମୟ ଲାଗିବନି। କାରଣ ଦେଲାବାଲା ଆଉ ନେଲାବାଲା ସେ ଦୁଇ ଜଣ ନୁହନ୍ତି, ସିଏ ହଉଛନ୍ତି ଜଣେ। ଉଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ନେଇ ଆସିଛି ତୁଳା ରାଶି ବ୍ୟକ୍ତିଙ୍କର ବାର୍ଷିକ ରାଶିଫଳ, ଯାହା 2026ର। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ଛାଡୁଥିବା ଭିଡିଓ ଗୁଡ଼ିକ ଆପଣ ପ୍ରଥମେ ଦେଖିପାରିବେ। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ, ଯାହାକି 2026ର ବାର୍ଷିକ ରାଶିଫଳ। ବୃତ୍ତିଗତ ଦୃଷ୍ଟିରୁ ଏ ବର୍ଷ ଆପଣଙ୍କର ଯାହାକି ବ୍ୟବସାୟ ଦୃଷ୍ଟିଗତ କାରଣରୁ ଆଶାଜନକ ହେବ। ଆପଣଙ୍କର ଭାଗ୍ୟ ଆପଣଙ୍କର କ୍ୟାରିୟରରେ ସଫଳତା ପ୍ରଦାନ କରିବ। ବୃହସ୍ପତି ଏବଂ ଶନି ଶୁଭ ସ୍ଥାନ ସର୍ବାଙ୍ଗୀନ ବିକାଶର ସମ୍ଭାବନାକୁ ସୂଚାଉଛି। ଆୟ ଉତ୍ସ ଉତ୍କୃଷ୍ଟ ହେବ। ଉଚ୍ଚ ଅଧିକାରୀଙ୍କ ବରିଷ୍ଠ ବ୍ୟକ୍ତିଙ୍କ ସେମାନଙ୍କର ସହଯୋଗ ମିଳିବ, ଯାହା ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଅନେକ ସଫଳତା ପ୍ରଦାନ କରିବାର ସୁଯୋଗ ରହୁଛି। କିନ୍ତୁ ମଇ 2 ପରେ ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପଦ ଉନ୍ନତି ବା ନିଜ ଇଚ୍ଛା ଅନୁସାରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ତେବେ ଜମି ସମ୍ବନ୍ଧୀୟ କାର୍ଯ୍ୟ ଜଡ଼ିତ ବ୍ୟକ୍ତିମାନେ ଯଥେଷ୍ଟ ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଧନ ସମ୍ପତ୍ତି କ୍ଷେତ୍ରରେ ଏ ବର୍ଷ ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ଆର୍ଥିକ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆପଣ ପଦପଦବୀ ପାଇଁ ଯେଉଁମାନେ ଇଚ୍ଛା ରଖିଛନ୍ତି, ବିଶେଷ କରି ରାଜନୀତି ସାମାଜିକ କ୍ଷେତ୍ରରେ, ସେମାନଙ୍କର ପଦ ଉନ୍ନତି ବା ଚାକିରି କ୍ଷେତ୍ରରେ ପଦପଦବୀ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଜୁନ୍ 2 ପରେ ଚତୁର୍ଥ ଘରେ ବୃହସ୍ପତି ଦୃଷ୍ଟିରୁ ଜମି, କୁଠାବାଡ଼ି, ଯାନବାହନ ବା ଅଳଙ୍କାର ଜନିତ କ୍ରିୟ କାର୍ଯ୍ୟରେ ଆପଣଙ୍କର ପ୍ରେରଣା ବଢ଼ିବ। ଆପଣଙ୍କ ଖର୍ଚ୍ଚ ପରିବାର ସଦସ୍ୟ ସମ୍ପର୍କ ପାଇଁ ଶୁଭ ହେବ। 31 ଅକ୍ଟୋବର ପରେ ଆପଣଙ୍କର ଆୟ ବୃଦ୍ଧି ଦ୍ୱିଗୁଣିତ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ସଦୃଢ଼ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କର ଭାଗ୍ୟ ଗ୍ରହ ରାଶିରୁ ଜଣାପଡ଼ୁଛି ତୁଳା ରାଶି ବ୍ୟକ୍ତିଙ୍କର। ତେବେ ତୁଳା ରାଶି ବ୍ୟକ୍ତି ଏ ବର୍ଷରେ ଘର, ପରିବାର ଏବଂ ସାମାଜିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କ ପାଇଁ ଶୁଭ ହେବ। ପୂର୍ବ ପ୍ରତିବଦ୍ଧତା ଆପଣଙ୍କର ପରିବାର ପର୍ଯ୍ୟାପ୍ତ, ଯାହାକି ନିଜ ଭିତରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ। ଆସୁଥିବା ପୂର୍ବରୁ ବାଧା ଦୂରୀଭୂତ ହେବ। ତୃତୀୟ ଘରେ ବୃହସ୍ପତି ଦୃଷ୍ଟିକୋଣରୁ ଆପଣଙ୍କର ସାମାଜିକ ଉନ୍ନତି ରହିବ। ଜୁନ୍ 2 ପରେ ଆପଣଙ୍କର ପରିବାର ଅଧିକ ସକାରାତ୍ମକ ସହାୟକ ହେବ। ଆପଣଙ୍କ ପରିବାର ସଦସ୍ୟ ପରସ୍ପର ସହଯୋଗ ଭାବପ୍ରବଣତା ଅଧିକ ବଢ଼ିବ। ପରିବାର ସଦସ୍ୟଙ୍କ ସମର୍ଥନ ମିଳିବା ସହିତ ପରସ୍ପର ପ୍ରତି ଆକର୍ଷଣ ବଢ଼ିବାର ପୂର୍ଣ୍ଣ ସୁଯୋଗ ରହୁଛି। ପିତାମାତାଙ୍କ ପାଇଁ ଏ ସମୟ ବହୁତ ଶୁଭ ହେବ। ଆପଣଙ୍କର ମାମୁଁଙ୍କ ସହିତ ସମ୍ପର୍କ ଭଲ ରହିବ ଏବଂ ତାଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟ ହାସଲ ହେବାର ଅତି ଉତ୍ତମ ଯୁଗ ରହୁଛି। ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ନିଶ୍ଚିତ ସ୍ଥିରତା ଆଣିବ। ନବମ ଘରେ ବୃହସ୍ପତି ଦୃଷ୍ଟିରୁ ଆପଣଙ୍କର ଲଗ୍ନରେ ଶାରୀରିକ ସ୍ୱାସ୍ଥ୍ୟ ଅର୍ଥାତ୍ ଆପଣଙ୍କର କ୍ଷମତା ଦୃଢ଼ୀଭୂତ କରିବ। ମାନସିକ ଶାନ୍ତି ଏବଂ ଚିନ୍ତାଧାରା ଆପଣଙ୍କର ସଦୃଢ଼ କରିବ। ବର୍ଷରେ ଦ୍ୱିତୀୟ ଅର୍ଦ୍ଧାରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଖାଦ୍ୟପେୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଯଦି ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ରହିବେ ଆପଣ ସ୍ୱାସ୍ଥ୍ୟ ଖରାପ ହେବାର ଚାନ୍ସ ରହୁଛି। ତେଣୁ ବିଶେଷ କରି ସକାଳୁ ସକାଳୁ ଆପଣ ଚାଲିବା ଆରମ୍ଭ କରନ୍ତୁ, ସ୍ୱାସ୍ଥ୍ୟ ଠିକ୍ ରହିବ। କ୍ୟାରିୟର ଦୃଷ୍ଟିରୁ ଦେଖିଲେ ତୁଳା ରାଶି ବ୍ୟକ୍ତିଙ୍କର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ସଫଳତା ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ନିଯୁକ୍ତି ପାଇବାର ସୁଯୋଗ ରହୁଛି, ଯାହାକି ତୁଳା ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ବ୍ୟବସାୟ କ୍ଷେତ୍ର ବା ବୈଷୟିକ କ୍ଷେତ୍ରରେ ବୃତ୍ତିଗତ ତାଲିମ କ୍ଷେତ୍ରରେ ଏ ବର୍ଷ ଆପଣଙ୍କ ପାଇଁ ଅତି ଉତ୍ତମ ରହିବ ବା ଆପଣ ଇଚ୍ଛା ଅନୁସାରେ କାର୍ଯ୍ୟ ସମ୍ବନ୍ଧ ବା ନିଜର ବ୍ୟକ୍ତିଗତ ବୃତ୍ତିଗତ କାର୍ଯ୍ୟରେ ସଫଳତା ପାଇବେ। ଜୁନ୍ 2 ପରେ କିନ୍ତୁ ଆପଣଙ୍କ ପାଇଁ ଆଦୌ ଶୁଭ ସମୟ ହେବ ନାହିଁ। ପଞ୍ଚମ ଘରେ ରାହୁଙ୍କ ଉପସ୍ଥିତି ଯୋଗୁଁ ଶିକ୍ଷା କ୍ୟାରିୟର ଦୃଷ୍ଟିରୁ ବାଧା ପାଇବ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ତେବେ ଭ୍ରମଣଗତ ଦୃଷ୍ଟିରୁ ଦେଖିଲେ ବର୍ଷ ଆରମ୍ଭରେ ଆପଣ ଲମ୍ବା ଯାତ୍ରା କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବା ପାଇଁ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ କିମ୍ବା ଉନ୍ନତି ଆଣିବ। ଆଶା କରୁଥିବା କାର୍ଯ୍ୟ ସମ୍ପାଦନା, ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରହିବ। ଜୁନ୍ 2 ପରେ ଚାକିରି କରୁଥିବା ବ୍ୟକ୍ତିମାନେ ପସନ୍ଦିତ ଅନୁକୂଳ ସ୍ଥାନକୁ ସ୍ଥାନାନ୍ତରିତ ହେବାର ପୂର୍ଣ୍ଣ ସୁଯୋଗ ରହୁଛି। ଦୂର ସ୍ଥାନରେ ରହୁଥିବା ବ୍ୟକ୍ତିମାନେ ଜୁନ୍ 2 ପରେ ନିଜ ସ୍ଥାନକୁ ଫେରି ପାଇବାର ଚାନ୍ସ ରହୁଛି। ପରିବାର ସହିତ ତୀର୍ଥଯାତ୍ରା କରିବା ପାଇଁ ଯାହାକି ଭଲ ସୁଯୋଗ ରହୁଛି। ଦ୍ୱାଦଶ ଘରେ ଶନି ଦୃଷ୍ଟି ଥିବାରୁ ଆପଣ ପ୍ରବଳ ସମ୍ଭାବନା ସୃଷ୍ଟି କରୁଛି ବା ବିଦେଶ ଯାତ୍ରା କରିବାର ମଧ୍ୟ ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଧାର୍ମିକ କାର୍ଯ୍ୟରେ ବୃହସ୍ପତି ଆପଣ ନବମ ସ୍ଥାନରେ ଥିବାରୁ ଧାର୍ମିକ ରୀତିନୀତିରେ ପ୍ରେରଣା ଦେବ। ଆପଣଙ୍କର ଯୁଗ ଧ୍ୟାନ ପ୍ରତି ଆକୃଷ୍ଟ ବଢ଼ିବ। ଧାର୍ମିକ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଆପଣଙ୍କର ଜପ ଧ୍ୟାନ ପ୍ରତି ଅଧିକ ଭଲ ପାଇବା ବଢ଼ିବ ଏବଂ ଆପଣ ଅନ୍ୟ ଲୋକଙ୍କ ବା ଗରିବ ଲୋକଙ୍କୁ ସାହାଯ୍ୟ ପ୍ରତି ଅଧିକ ଉତ୍ସାହିତ ରହିପାରନ୍ତି। ତେବେ ଏ ବର୍ଷ ଆପଣଙ୍କର ଶୁଭ ବା ସଫଳତା ପ୍ରାପ୍ତ କରିବା ପାଇଁ ବା ସ୍ୱାସ୍ଥ୍ୟଗତରେ ସ୍ଥିରତା ଆଣିବା ପାଇଁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସହିତ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ। ପ୍ରତିଦିନ ପ୍ରାଣାୟାମ କରନ୍ତୁ। ସେ ସମସ୍ୟା ନିଶ୍ଚିତ ଦୂରୀଭୂତ ହେବ ଏହି ସବୁ ଉପାୟ କରିଲେ।